ଓಂ ବିଷ୍ଣବେ ନମ। ନମସ୍କାର। ଆଜିର ରାଶିଫଳ ଜାଣିବା ପୂର୍ବରୁ ପ୍ରଥମେ ଜାଣିନବା ଆଜିର ପଞ୍ଚାଙ୍ଗ। ଆଜି 2026 ଜାନୁଆରୀ ମାସ 2 ତାରିଖ, ଓଡ଼ିଆ ପୁଷ ମାସ 18 ଦିନ, ଶୁକ୍ରବାର, ଶୁକ୍ଳ ପକ୍ଷ, ଚତୁର୍ଦ୍ଦଶୀ ତିଥି, ଯାହା ଅପରାହ୍ନ 5:06 ପର୍ଯ୍ୟନ୍ତ ରହୁଛି। ତାପରେ ପୂର୍ଣ୍ଣିମା ତିଥି ଆରମ୍ଭ ହେଉଛି। ଆଜି ମୃଗଶିରା ନକ୍ଷତ୍ର, ଯାହା ରାତ୍ରି 6:49 ପର୍ଯ୍ୟନ୍ତ ରହୁଛି। ତାପରେ ଆଦ୍ରା ନକ୍ଷତ୍ର ଆରମ୍ଭ ହେଉଛି। ଆଜି ବୃଷ ରାଶିରେ ଚନ୍ଦ୍ର ଅବସ୍ଥାପନ କରି ରହୁଛନ୍ତି, ଯାହା ଦିବା 7:30 ପର୍ଯ୍ୟନ୍ତ। ତାପରେ ଚନ୍ଦ୍ର ଯାହାକି ମିଥୁନ ରାଶିରେ ଅବସ୍ଥାପନ କରିବେ। ଆଜି ସୂର୍ଯ୍ୟ ଉଦୟ ହେଉଛନ୍ତି, ଯାହା ପ୍ରାପ୍ତ 6:23 ସେହିଭଳି ସୂର୍ଯ୍ୟ ଅସ୍ତ ହେଉଛନ୍ତି ଅପରାହ୍ନ 5:14। ଆଜି ଯୁଗ୍ନି ରହିଛି ପଶ୍ଚିମ ଦିଗେ, ଅପରାହ୍ନ 5:06 ପରେ ବାୟୁକୋଣରେ ଯୁଗ୍ନି ରହିବେ। ଆଜି ଘାତ ଚନ୍ଦ୍ର ରହିଛି ବିଛା ରାଶି ବ୍ୟକ୍ତିଙ୍କର ଦିବା 7:30 ପରେ, ଯାହାକି କନ୍ୟା ରାଶି ବ୍ୟକ୍ତିଙ୍କର ଘାତ ଚନ୍ଦ୍ର ରହିବ। ଆଜି ଘାତ ବାର ରହିଛି, ଯାହାକି ବିଛା ରାଶି ବ୍ୟକ୍ତି, ଧନୁ ରାଶି ବ୍ୟକ୍ତି ଏବଂ ମୀନ ରାଶି ବ୍ୟକ୍ତିଙ୍କର। ଆଜି ମୃତ ବ୍ୟକ୍ତିର କୌଣସି ପୁଷ୍କର ଦୋଷ ଲାଗୁନାହିଁ। ଆଜି ଚତୁର୍ଦ୍ଦଶୀରେ ଶ୍ରାଦ୍ଧ ନିଷିଦ୍ଧ ଖାଦ୍ୟ ରହିଛି ବିରି, ତତ୍ସହିତ ଅପରାହ୍ନ 5:06 ପରେ ଆମିଷ ଭୋଜନ ନିଷେଧ ରହିଛି। ତେବେ ଆଜି ଧର୍ମକୃତ କାର୍ଯ୍ୟ ରହିଛି, ଯାହାକି ଅଦ୍ୟ ଚନ୍ଦ୍ର ପୂଜା, ଯେଉଁମାନେ ପୂର୍ଣ୍ଣମୀ ତିଥିରେ ଚନ୍ଦ୍ର ପୂଜା କରିବେ ରାତ୍ରିରେ, ତେଣୁ ଆଜି ଚନ୍ଦ୍ର ପୂଜା କରିବେ, ତତ୍ସହିତ ଅର୍ଘଦାନ କରିବେ। ନିଶି ପାଳନ କରିବା ସହିତ ରାତ୍ରିରେ ସ୍ତ୍ରୀ ତୈଳ ବର୍ଜନ ନିଷେଧ ରହିଛି। ଆଜିର ଅଶୁଭ ବେଳା, ଯାହା ଦିବା 8:54 ଦିବା 4:23 ମଧ୍ୟ ରହିଛି ବାର ବେଳା, ତତ୍ସହିତ କାଳ ବେଳା ଏବଂ ରାହୁ କାଳ। ତେଣୁ ସେହିଭଳି ରାତ୍ରି 9:46 ରାତ୍ରି 11:40 ମଧ୍ୟ ରହିଛି କାଳ ରାତ୍ରି। ତେଣୁ କାଳ ରାତ୍ରି, ବାର ବେଳା, ରାହୁ କାଳ ଏବଂ କାଳ ବେଳା ସମୟରେ କୌଣସି ଶୁଭ କାର୍ଯ୍ୟ କରନ୍ତୁ ନାହିଁ। ଆଜିର ଶୁଭ ବେଳା, ଯାହା ପ୍ରାପ୍ତରୁ ଦିବା 7:12 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ଦିବା 8:06 ଦିବା 8:53 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ରାତ୍ରି 6:03 ରାତ୍ରି 9:15 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ରାତ୍ରି 11:41 ରାତ୍ରି 2:51 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ରାତ୍ରି 3:41 ଶେଷ ରାତ୍ରି 6:24 ମଧ୍ୟ ରହିଛି ଶୁଭ ବେଳା। ତେବେ ଚାଲନ୍ତୁ ଜାଣିବା ଆଜିର ରାଶିଫଳ, ଯାହା ଚନ୍ଦ୍ରଗୋଚର ଗଣନା ଦ୍ୱାରା ଜାଣିବା ମେଷ ଠାରୁ ମୀନ ରାଶି ପର୍ଯ୍ୟନ୍ତ। ତେବେ ପ୍ରଥମେ ଚାଲନ୍ତୁ ଜାଣିବା ମେଷ ରାଶି ବ୍ୟକ୍ତିଙ୍କ ବିଷୟରେ। ମେଷ ରାଶି ବ୍ୟକ୍ତି, ଆଜି ଦିନଟି ପ୍ରତ୍ୟେକ କାର୍ଯ୍ୟ ଆପଣଙ୍କୁ ନିଶ୍ଚିତ ଧୈର୍ଯ୍ୟ ସହକାରେ କରିଲେ କୌଣସି କାର୍ଯ୍ୟ ଆପଣଙ୍କର ଅଟକିବ ନାହିଁ। ସମସ୍ତ କାର୍ଯ୍ୟ ଆପଣଙ୍କର ସଫଳତା ଆଡ଼କୁ ଅଗ୍ରଗତି କରିବ। ସରଳ ନିର୍ମଳ ମନୋଭାବ ରଖି କାର୍ଯ୍ୟ କରନ୍ତୁ। ଆପଣଙ୍କର କାର୍ଯ୍ୟ ଆଦୌ ଭୁଲ ହେବ ନାହିଁ। ସମସ୍ତ ଫଳାଫଳ ଆପଣଙ୍କୁ ନିଶ୍ଚିତ ସଫଳତା ଶୀର୍ଷରେ ପହଞ୍ଚି ପାରେ ମେଷ ରାଶି ବ୍ୟକ୍ତିଙ୍କର। ଆଜି ମେଷ ରାଶି ବ୍ୟକ୍ତି କାର୍ଯ୍ୟ କ୍ଷେତ୍ରରେ ଦକ୍ଷତା ବୃଦ୍ଧି କରିପାରେ। ତତ୍ସହିତ ମେଷ ରାଶି ବ୍ୟକ୍ତି ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣ ଆଗକୁ ବଢିବା ସହିତ ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କ ପାଇଁ ଆଜି ଉତ୍ତମ ଯୁଗ ବନେଇ ପାରେ। ତେବେ ମେଷ ରାଶି ବ୍ୟକ୍ତି, ଆଜି ଯେଉଁମାନେ ପ୍ରେମ ସମ୍ବନ୍ଧରେ ଜଡ଼ିତ ଅଛନ୍ତି ସେମାନଙ୍କ ପାଇଁ ଆଜି ଉତ୍ସାହର ଦିନ ହୋଇପାରେ। ଆରାମଦାୟକ ଭାବନା ଆସିପାରେ। ତତ୍ସହିତ ଜୀବନ ସାଥୀଙ୍କ ସହିତ ଭଲ ସମ୍ବନ୍ଧ ବନିବାର ପୂର୍ଣ୍ଣ ସୁଯୋଗ ରହୁଛି। ଆଜି ମେଷ ରାଶି ବ୍ୟକ୍ତି, ଅର୍ଥଜନିତ କାରବାରରେ ଆପଣ ନିଶ୍ଚିତ ଅନେକ ପ୍ରକାର ଲାଭ କରିପାରନ୍ତି। ପୂର୍ବରୁ ଦେଇଥିବା ଅର୍ଥ ଫେରି ପାଇବାର ପୁନର୍ବାର ଚାନ୍ସ ରହୁଛି। ତେବେ ମେଷ ରାଶି ବ୍ୟକ୍ତି, ଆଜି ବେପାର ବାଣିଜ୍ୟ ପାଇଁ ନିଷ୍ପତ୍ତି ନେବା ପାଇଁ ପୂର୍ଣ୍ଣ ଶୁଭ ଯୁଗ ରହୁଛି, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ଆଜି ମେଷ ରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ପୂର୍ବରୁ ଥିବା ଯାହାକି ସ୍ୱାସ୍ଥ୍ୟ ସମସ୍ୟା, ଆଜି ତାହାର ସମାଧାନ ହବାର ଅନେକ ଚାନ୍ସ ରହୁଛି। ଆଜି ମେଷ ରାଶି ବ୍ୟକ୍ତିଙ୍କର ଯାହାକି ପ୍ରତ୍ୟେକ କାର୍ଯ୍ୟ, ବିଶେଷ କରି କମ୍ପିଟିସନ ଜନିତ କ୍ଷେତ୍ରରେ ଯଦି ଆପଣ ଭାଗ ନେଉଛନ୍ତି ସେଥିରେ ସଫଳତା ହବାର ପୂର୍ଣ୍ଣ ଶୁଭ ଯୁଗ ରହୁଛି, ଯାହା ଆପଣଙ୍କ
ଭାଗ୍ୟ ଚକ୍ରରୁ ଜଣା ପଡୁଛି ଆଜି ମେଷ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 7। ଭାଗ୍ୟ ରଙ୍ଗ ଆପଣ ହାଲୁକା ହଳଦିଆ ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି 75% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ବୃଷ ରାଶି ବ୍ୟକ୍ତିଙ୍କ ବିଷୟରେ। ବୃଷ ରାଶି ବ୍ୟକ୍ତି ଆଜି ଦିନଟି ଆପଣଙ୍କୁ ପ୍ରତ୍ୟେକ କାର୍ଯ୍ୟକୁ ବୁଦ୍ଧି ସହକାରେ କରିବାକୁ ପଡିବ। ଯୋଜନା ପ୍ରସ୍ତୁତ କରି କାର୍ଯ୍ୟ କରନ୍ତୁ କାରଣ ଅନେକ କାର୍ଯ୍ୟ ଆପଣଙ୍କର ଭୁଲ ପ୍ରମାଣିତ ହେବ। ତେଣୁ ସ୍ଥିରତା ରହି କାର୍ଯ୍ୟ କରନ୍ତୁ ବୃଷ ରାଶି ବ୍ୟକ୍ତି। ଆପଣଙ୍କର ଧୈର୍ଯ୍ୟ ହିଁ ପ୍ରତ୍ୟେକ କାର୍ଯ୍ୟର ସଫଳତାର ଚାବିକାଠି। ତେଣୁ ଯୋଜନା ପ୍ରସ୍ତୁତ କରି ବୃଷ ରାଶି ବ୍ୟକ୍ତି କାର୍ଯ୍ୟ କରନ୍ତୁ। ଅଫିସ ଜନିତ କାର୍ଯ୍ୟରେ ଆପଣ ତ୍ରୁଟି ହୋଇପାରେ, ତେଣୁ ଏହା ପ୍ରତି ଧ୍ୟାନ ଦେବାର ଆବଶ୍ୟକତା ରହିଛି। ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣଙ୍କର କାର୍ଯ୍ୟଦକ୍ଷତା ନିମ୍ନଗାମୀ ରହିବ। ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କର ଆଜି ଭାଗ୍ୟ ସାଥ ନ ଦେଇପାରେ। ତେବେ ବୃଷ ରାଶି ବ୍ୟକ୍ତି ଆଜି ପ୍ରେମ ଦୁନିଆରେ ଯୋଉମାନେ ଜଡିତ ଅଛନ୍ତି ନିଜର ଜୀବନ ସାଥୀଙ୍କ ସହିତ ଭୁଲ ବୁଝାମଣା ରହି ନିଜ ଭିତରେ ସମ୍ପର୍କ ଖରାପ ହବାର ଚାନ୍ସ ରହୁଛି। ତେଣୁ ଏହା ପ୍ରତି ଧ୍ୟାନ ଦେବାର ଆବଶ୍ୟକତା ରହିଛି। ଆଜି ବୃଷ ରାଶି ବ୍ୟକ୍ତି ଯାହାକି ପାରିବାରିକ ସମ୍ପର୍କ ଭଲ ରଖିବା ପାଇଁ ଚେଷ୍ଟା କରନ୍ତୁ। ଅନାବଶ୍ୟକ ଯୁକ୍ତିତର୍କ କଳହ ଆଡକୁ ଆଦୌ ଯାଆନ୍ତୁ ନାହିଁ। ଆଜି ବୃଷ ରାଶି ବ୍ୟକ୍ତିଙ୍କର ଅର୍ଥଜନିତ କାରବାରରେ ପୂର୍ବରୁ ଦେଇଥିବା ଟଙ୍କା ଆଜି ଫେରି ପାଇବା ଭାରି କଷ୍ଟ। ତେବେ ଆଜି କାହାକୁ ଅର୍ଥ ଦିଅନ୍ତୁ ନାହିଁ କିମ୍ବା ଆଣନ୍ତୁ ନାହିଁ, ତାହା ଆପଣଙ୍କ ଲାଭଦାୟକ ହେବ। ତେବେ ବେପାର ବାଣିଜ୍ୟରେ ଆଶା ଅନୁଯାୟୀ ସଫଳତା ପାଇବା ଟିକେ ବୃଷ ରାଶି ବ୍ୟକ୍ତିଙ୍କ କଷ୍ଟକର ହୋଇପାରେ। ଆଜି ବୃଷ ରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ପରିବାର ବର୍ଗଙ୍କ ନେଇ ଆପଣ ଚିନ୍ତିତ ହୋଇପାରନ୍ତି, ଯାହାଙ୍କର ସ୍ୱାସ୍ଥ୍ୟ ଖରାପ ନେଇ ଆପଣ କିଛି ଅର୍ଥ ମଧ୍ୟ ଖର୍ଚ୍ଚ କରିପାରନ୍ତି। ତେବେ ବୃଷ ରାଶି ବ୍ୟକ୍ତି ଏହା ପ୍ରତି ଧ୍ୟାନ ଦେବାର ଆବଶ୍ୟକତା ରହିଛି। ପରିବାର ବର୍ଗଙ୍କ ସହିତ ନିଜର ସ୍ୱାସ୍ଥ୍ୟ ପ୍ରତି ମଧ୍ୟ ସଚେତନ ହେବାର ଆବଶ୍ୟକତା ରହିଛି। ଆଜି ବୃଷ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି ମିଶ୍ରିତ କଳା ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି 40% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ମିଥୁନ ରାଶି ବ୍ୟକ୍ତିଙ୍କ ବିଷୟରେ। ମିଥୁନ ରାଶି ବ୍ୟକ୍ତି ଆଜି ପ୍ରତ୍ୟେକ କାର୍ଯ୍ୟରେ ଆପଣ ସଫଳତା ପାଇବାର ପୂର୍ଣ୍ଣ ସୁଯୋଗ ରହୁଛି। ଆଜି ଆପଣ ବିଭିନ୍ନ ପ୍ରକାର ଆଧ୍ୟାତ୍ମିକ କାର୍ଯ୍ୟ ତତ୍ସହିତ ରୋମାଣ୍ଟିକ କାର୍ଯ୍ୟ ବିଶେଷ କରି ସଙ୍ଗୀତ ଏବଂ ପ୍ରବଚନରେ ମଧ୍ୟ ଆପଣ ନିୟୋଜିତ ହେବାର ଅନେକ ଚାନ୍ସ ରହୁଛି। ଆଜି ସମସ୍ତ ପ୍ରକାର କାର୍ଯ୍ୟ ଆପଣଙ୍କୁ ସଫଳତା ପ୍ରାପ୍ତ କରିବାର ପୂର୍ଣ୍ଣ ସୁଯୋଗ ରହୁଛି। ଆଜି ମିଥୁନ ରାଶି ବ୍ୟକ୍ତି ନିଜର କାର୍ଯ୍ୟ ଭଲ ପ୍ରଦର୍ଶନ କରି ଉପରସ୍ଥ କର୍ମଚାରୀଙ୍କ ଠାରୁ ଆପଣ ନିଶ୍ଚିତ ଯାହାକି ଆପଣଙ୍କର କାର୍ଯ୍ୟ କୌଶଳ ପ୍ରଶଂସା ପାଇବାର ପୂର୍ଣ୍ଣ ସୁଯୋଗ ରହୁଛି, ଯାହା ଆପଣଙ୍କ ଭାଗ୍ୟ ଚକ୍ର ଜଣା ପଡୁଛି ମିଥୁନ ରାଶି ବ୍ୟକ୍ତିଙ୍କର। ଆଜି ମିଥୁନ ରାଶି ବ୍ୟକ୍ତି ରାଜନୈତିକ ସାମାଜିକ କ୍ଷେତ୍ରରେ ନିଜର ଦକ୍ଷତା ବୃଦ୍ଧି କରିବା ସହିତ ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନେ ନିଜର ଇଣ୍ଟରଭ୍ୟୁରେ ଆପଣ ସଫଳତା ପ୍ରାପ୍ତ କରିବାର ପୂର୍ଣ୍ଣ ସୁଯୋଗ ରହୁଛି। ତେବେ ମିଥୁନ ରାଶି ବ୍ୟକ୍ତି ଯୋଉମାନେ ପ୍ରେମ ସମ୍ବନ୍ଧରେ ଜଡିତ ଅଛନ୍ତି ଆଜି ନିଜର କଥାବାର୍ତ୍ତାକୁ ସଂଯମତା ରଖନ୍ତୁ। ଯଦି ପୂର୍ବରୁ ଥିବା ଭୁଲ ବୁଝାମଣାର ତାହାର ସମାଧାନ କରନ୍ତୁ। ତେବେ ଆପଣଙ୍କର ଆଜି ପ୍ରେମ ସମ୍ପର୍କ ବନ୍ଧୁତ୍ୱ ଏବଂ ନୂତନ ପ୍ରେମ କଥାବାର୍ତ୍ତା ପାଇଁ ଭାଗ୍ୟ ଆପଣଙ୍କର ସାଥ ଦେଉଛି। ଆଜି ମିଥୁନ ରାଶି ବ୍ୟକ୍ତିଙ୍କର ପରିବାର ବର୍ଗଙ୍କ ସହିତ ହସ ଖୁସିରେ ଦିନ କଟିବାର ପୂର୍ଣ୍ଣ ସୁଯୋଗ ରହୁଛି। ଆଜି ମିଥୁନ ରାଶି ବ୍ୟକ୍ତିଙ୍କର ଅର୍ଥଜନିତ କାରବାରରେ ଆପଣ ଅନେକ ପ୍ରକାର ଲାଭ ପାଇବାର ପୂର୍ଣ୍ଣ ସୁଯୋଗ ରହୁଛି, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ତେଣୁ ଅର୍ଥଜନିତ ଯେକୌଣସି ନିଷ୍ପତ୍ତି ନେବା ପାଇଁ ପୂର୍ଣ୍ଣ ଶୁଭ ଯୁଗର ପରିସ୍ଥିତିରେ ଗ୍ରହ ମାନେ ଆଜି ରହିଛନ୍ତି। ଆଜି ମିଥୁନ ରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣ ପୂର୍ବରୁ ଯଦି କିଛି ସ୍ୱାସ୍ଥ୍ୟ ସମସ୍ୟା ଥିବ ଆଜି ତାହାର ସମାଧାନ ହେବା ସହିତ ଆପଣ ସମ୍ପୂର୍ଣ୍ଣ ଫିଟ୍ ରହିବାର ଅନେକ ଚାନ୍ସ ରହୁଛି। ଆଜି ମିଥୁନ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 3। ଭାଗ୍ୟ ରଙ୍ଗ ଆପଣ ବାଇଗଣୀ ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି 98% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା କର୍କଟ ରାଶି ବ୍ୟକ୍ତିଙ୍କ ବିଷୟରେ। କର୍କଟ ରାଶି ବ୍ୟକ୍ତି ଆଜି ଦିନଟି ଆପଣଙ୍କୁ ଧୈର୍ଯ୍ୟ ସହକାରେ ମନକୁ ଦୃଢ କରି ପ୍ରତ୍ୟେକ କାର୍ଯ୍ୟ କରିବାକୁ ପଡିବ। ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଠାରୁ ନିଜକୁ ଦୂରତା ଅବଲମ୍ବନ କରନ୍ତୁ, ଯାହା ଆପଣଙ୍କ ପାଇଁ ଭଲ ହେବ। ତେବେ କର୍କଟ ରାଶି ବ୍ୟକ୍ତି ନିଜର ପ୍ରତ୍ୟେକ କାର୍ଯ୍ୟକୁ ଆପଣ ସଫଳତା ବନେଇବା ପାଇଁ ନିଜର ଉପରସ୍ଥ କର୍ମଚାରୀ କିମ୍ବା ଆପଣଙ୍କର ଗୁରୁଜନଙ୍କ ପରାମର୍ଶ ନେଇ କାର୍ଯ୍ୟ କରିଲେ ନିଶ୍ଚିତ ସଫଳତା ଆଡକୁ ଅଗ୍ରଗତି କରିପାରନ୍ତି କର୍କଟ ରାଶି ବ୍ୟକ୍ତି। ଆଜି କର୍କଟ ରାଶି ବ୍ୟକ୍ତି ରାଜନୈତିକ ସାମାଜିକ କ୍ଷେତ୍ରରେ
ଆପଣଙ୍କର ଦକ୍ଷତା ନିମ୍ନ ଗାଡି ଆଡକୁ ଅଗ୍ରଗତି କରୁଛି। ବିଶେଷ କରି ଭାଗ୍ୟ ଆପଣଙ୍କର ସାଥ ଦେଉନାହିଁ। ଆଜି କର୍କଟ ରାଶି ବ୍ୟକ୍ତି ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କର ଭାଗ୍ୟ ଗ୍ରହ ଯାହାକି ଅଶୁଭ ଯୁଗ ପରିସ୍ଥିତି ବନଉଛି। ତେଣୁ ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନେ ନିଜର ପାଠ ପଢା ପ୍ରତି ଏକାଗ୍ରତା ଜାହିର କରନ୍ତୁ। ଆଜି କର୍କଟ ରାଶି ବ୍ୟକ୍ତିଙ୍କର ପ୍ରେମ ଦୁନିଆରେ ଯୋଉମାନେ ଜଡିତ ଅଛନ୍ତି ସେମାନେ ନିଶ୍ଚିତ ଆପଣଙ୍କର ପ୍ରେମ ସମ୍ବନ୍ଧ ଉତ୍ତମ ରଖିବା ପାଇଁ ଚେଷ୍ଟା କରନ୍ତୁ। କିଛି ମାତ୍ରାରେ ଭୁଲ ବୁଝାମଣା ଯୋଗୁଁ ଆପଣଙ୍କର ସମ୍ପର୍କ ଭିତରେ ତିକ୍ତତା ଦେଖା ଦେଇପାରେ। ତେଣୁ ଏହା ପ୍ରତି ଧ୍ୟାନ ଦେବାର ଆବଶ୍ୟକତା ରହିଛି। ଆଜି କର୍କଟ ରାଶି ବ୍ୟକ୍ତି ପାରିବାରିକ ସମ୍ପର୍କ ଭିତରେ ଆପଣଙ୍କର କିଛି ତ୍ରୁଟି ବା ମନମାଳିନ ବା ନିଜ ଭିତରେ ଯୁକ୍ତିତର୍କ କଳହ ଆଡକୁ ଅଗ୍ରଗତି କରିପାରେ। ତେଣୁ ପରିବାର ବର୍ଗଙ୍କ ସହିତ ଭଲ ସମ୍ପର୍କ ରଖିବା ପାଇଁ ଚେଷ୍ଟା କରନ୍ତୁ। ଆଜି କର୍କଟ ରାଶି ବ୍ୟକ୍ତି ଅର୍ଥଜନିତ କାରବାରରେ ଆପଣ ଟଙ୍କା ଅଧିକ ବିନିଯୋଗ କରନ୍ତୁ ନାହିଁ କିମ୍ବା ଆଜି ବିନିଯୋଗ ଠାରୁ ଦୂରତା ଅବଲମ୍ବନ କରନ୍ତୁ, ଯାହା ଆପଣଙ୍କ ପାଇଁ ଭଲ ହେବ। କାରଣ ଆଜି ଅର୍ଥଜନିତ କାରବାରରେ ଆପଣ ଆଶା ଅନୁଯାୟୀ ସଫଳତା ପାଇବା ଭାରି କଷ୍ଟକର ଯୁଗ ବନଉଛି। ଆଜି କର୍କଟ ରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ସ୍ୱାସ୍ଥ୍ୟ ଚିନ୍ତା ବଢି ଯାଇପାରେ। ପୂର୍ବରୁ ଯଦି ସ୍ୱାସ୍ଥ୍ୟ ସମସ୍ୟା ଥିବ, ବିଶେଷ କରି ମାନସିକ ଯାହାକି ମୁଣ୍ଡ ବିନ୍ଧା, ତେବେ ଏହା ଅଧିକ ପରିମାଣରେ ଆଜି ଦେଖାଦେବାର ଚାନ୍ସ ରହୁଛି। ଆଜି କର୍କଟ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 4। ଭାଗ୍ୟ ରଙ୍ଗ ଆପଣ ନୀଳ ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି 45% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ସିଂହ ରାଶି ବ୍ୟକ୍ତିଙ୍କ ବିଷୟରେ। ସିଂହ ରାଶି ବ୍ୟକ୍ତି ଆଜି ଦିନଟି ଆପଣଙ୍କର ଭାଗ୍ୟ ଯାହାକି ସଫଳତା ଆଡକୁ ଅଗ୍ରଗତି କରୁଛି। ତେଣୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପାଇଁ ସିଂହ ରାଶି ବ୍ୟକ୍ତି ଆଜି ଉତ୍ତମ ଦିନ ହୋଇପାରେ। ତେବେ ଆଜି ନିଜର କାର୍ଯ୍ୟ କୌଶଳ ଦେଖି ଅନ୍ୟମାନଙ୍କ ଠାରେ ଆପଣ ପ୍ରଶଂସା ପାଇବାର ପୂର୍ଣ୍ଣ ଶୁଭ ଯୁଗ ରହିଛି। ସିଂହ ରାଶି ବ୍ୟକ୍ତି ବିଶେଷ କରି ଅଫିସ ଜନିତ କାର୍ଯ୍ୟରେ ଆପଣଙ୍କର କାର୍ଯ୍ୟ କୌଶଳ ସମସ୍ତଙ୍କୁ ଦୃଷ୍ଟି ଆକର୍ଷଣ କରିପାରେ। ଆଜି ସିଂହ ରାଶି ବ୍ୟକ୍ତି ଦୈନନ୍ଦିନ କାର୍ଯ୍ୟରେ ଆଗକୁ ବଢିବା ସହିତ ରାଜନୈତିକ ଓ ସାମାଜିକ କ୍ଷେତ୍ରରେ ଆପଣଙ୍କର ଭାଗ୍ୟ ଯାହାକି ଅର୍ଥାତ୍ ଯାହାକି ଗ୍ରହ ମାନେ ଆପଣଙ୍କୁ ଶୁଭ ଯୁଗ ପରିସ୍ଥିତି ବନଉଛି। ତେବେ ସିଂହ ରାଶି ବ୍ୟକ୍ତି ଆଜି ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କର ଯାହାକି ଭାଗ୍ୟ ଗ୍ରହ ଉତ୍ତମ ଯୁଗ ପରିସ୍ଥିତି ବନଉଛି। ତେବେ ସିଂହ ରାଶି ବ୍ୟକ୍ତି ଯୋଉମାନେ ପ୍ରେମ ସମ୍ବନ୍ଧରେ ଜଡିତ ଅଛନ୍ତି ନିଜର ଜୀବନ ସାଥୀଙ୍କ ସହିତ ଭଲ ସମ୍ବନ୍ଧ ରହିବାର ପୂର୍ଣ୍ଣ ସୁଯୋଗ ରହୁଛି, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ତେବେ ସିଂହ ରାଶି ବ୍ୟକ୍ତି ଆଜି ପରିବାର ବର୍ଗଙ୍କ ସହିତ ହସ ଖୁସିରେ ଦିନ କଟିବା ସହିତ ନୂତନ ପ୍ରେମ କଥାବାର୍ତ୍ତା ପାଇଁ ଆଜି ଭାଗ୍ୟ ଆପଣଙ୍କର ସାଥ ଦେଇପାରେ। ଆଜି ସିଂହ ରାଶି ବ୍ୟକ୍ତିଙ୍କର ଅର୍ଥଜନିତ କାରବାରରେ ଆପଣ ଅନେକ ପ୍ରକାର ଲାଭ ପ୍ରାପ୍ତ କରିବାର ପୂର୍ଣ୍ଣ ସୁଯୋଗ ରହୁଛି, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ତେବେ ଆଜି ସିଂହ ରାଶି ବ୍ୟକ୍ତି ଯାହାକି ନୂତନ ବେପାର ବାଣିଜ୍ୟ ପାଇଁ ଆପଣ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପାଇଁ ଶୁଭ ଯୁଗ ପରିସ୍ଥିତି ବନଉଛି। ଆଜି ସିଂହ ରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣ ସମ୍ପୂର୍ଣ୍ଣ ସୁସ୍ଥ ରହିବେ, ଫିଟ୍ ରହିବେ, କୌଣସି ସ୍ୱାସ୍ଥ୍ୟ ସମସ୍ୟା ରହିବ ନାହିଁ। ଆଜି ସିଂହ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 5। ଭାଗ୍ୟ ରଙ୍ଗ ଆପଣ ଧଳା ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି 75% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା କନ୍ୟା ରାଶି ବ୍ୟକ୍ତିଙ୍କ ବିଷୟରେ। କନ୍ୟା ରାଶି ବ୍ୟକ୍ତି ଆଜି ଦିନଟି ଆପଣଙ୍କ ପାଇଁ ଆଶା ଠାରୁ ଅଧିକ ଆରାମଦାୟକ ହୋଇପାରେ। ତେବେ ପ୍ରତ୍ୟେକ କାର୍ଯ୍ୟକୁ ସତେଜ ଏବଂ ଭଲ କାର୍ଯ୍ୟ ପ୍ରଦର୍ଶନ କରି ନିଜର ପ୍ରଶଂସାର ପାତ୍ର ବନିଯାଇ ପାରନ୍ତି କନ୍ୟା ରାଶି ବ୍ୟକ୍ତି। ଆଜି କନ୍ୟା ରାଶି ବ୍ୟକ୍ତି ଭାଗ୍ୟ ଗ୍ରହ ଶୁଭ ଯୁଗ ପରିସ୍ଥିତି ବନଉଥିବାରୁ ସମସ୍ତ ଅଟକି ଯାଇଥିବା କାର୍ଯ୍ୟ ସମ୍ପୂର୍ଣ୍ଣ କରିବାର କ୍ଷମତା ଆପଣଙ୍କ ପାଖରେ ରହିଛି। ତେବେ କନ୍ୟା ରାଶି ବ୍ୟକ୍ତି ରାଜନୈତିକ ସାମାଜିକ କ୍ଷେତ୍ରରେ ଯୋଉମାନେ କାର୍ଯ୍ୟ କରୁଛନ୍ତି ସେମାନଙ୍କର ଆଜି ଦକ୍ଷତା ଏବଂ ମାନ ସମ୍ମାନ ବୃଦ୍ଧି ହବାର ଚାନ୍ସ ରହୁଛି। ଆଜି କନ୍ୟା ରାଶି ବ୍ୟକ୍ତିଙ୍କର ଯାହାକି ଆପଣଙ୍କର ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କ ପାଇଁ ଉତ୍ତମ ଯୁଗ ରହୁଛି, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ତେବେ କନ୍ୟା ରାଶି ବ୍ୟକ୍ତି ଆଜି ଯୋଉମାନେ ପ୍ରେମ ସମ୍ବନ୍ଧରେ ଜଡିତ ଅଛନ୍ତି ସେମାନଙ୍କର ଭାବ ପ୍ରବଣତା ଅଧିକ ଦେଖା ଦେଇପାରେ। ନିଜର ଜୀବନ ସାଥୀଙ୍କ ସହିତ ମଧୁର ବାର୍ତ୍ତାଳାପ କରିବାର ପୂର୍ଣ୍ଣ ସୁଯୋଗ ରହୁଛି। ତତ୍ସହିତ ଆଜି ନୂତନ ପ୍ରେମ କଥାବାର୍ତ୍ତା ପାଇଁ ଭାଗ୍ୟ ଆପଣଙ୍କର ସାଥ ଦେଇପାରେ। ଆଜି କନ୍ୟା ରାଶି ବ୍ୟକ୍ତିଙ୍କର ଅର୍ଥଜନିତ କାରବାରରେ ଆପଣଙ୍କର ଅର୍ଥ ଯାହାକି ସତର୍କତା ସହିତ ପରିଚାଳନା କରନ୍ତୁ। କୌଣସି ରିସ୍କଫୁଲ ବେପାର ବାଣିଜ୍ୟ କରନ୍ତୁ ନାହିଁ, ଯାହା ଆପଣଙ୍କ ପାଇଁ ଭଲ ହେବ। ତେବେ ଭାଗ୍ୟ ଆପଣଙ୍କୁ ବେପାର ବାଣିଜ୍ୟରେ ଆଜି
ନିଶ୍ଚିତ ଲାଭ ଆଡକୁ ଅଗ୍ରଗତି କରିପାରେ। ଆଜି କନ୍ୟା ରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ସ୍ୱାସ୍ଥ୍ୟ କିଛି ସମସ୍ୟା ରହିବ ନାହିଁ, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ଆଜି କନ୍ୟା ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 3। ଭାଗ୍ୟ ରଙ୍ଗ ଆପଣ ଭଗବା ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି ଯାହାକି 80% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ତୁଳା ରାଶି ବ୍ୟକ୍ତିଙ୍କ ବିଷୟରେ। ତୁଳା ରାଶି ବ୍ୟକ୍ତି ଆଜି ଦିନଟି ଆପଣଙ୍କୁ ଅନେକ ପ୍ରକାର ଚ୍ୟାଲେଞ୍ଜ ଆସିବ, ଯାହାକୁ ସାମ୍ନା କରିବା ଆପଣଙ୍କୁ ଭାରି କଷ୍ଟକର ହୋଇପାରେ। ତେବେ ଆପଣ ସହକର୍ମୀଙ୍କ ସହିତ ଭଲ ସମ୍ପର୍କ ରଖିବା ପାଇଁ ଚେଷ୍ଟା କରନ୍ତୁ, ଯାହା ଆପଣଙ୍କ ପାଇଁ ଭଲ ହେବ। ତେବେ ଅନେକ କାର୍ଯ୍ୟ ଆପଣଙ୍କୁ ଭାରି ବିରକ୍ତପଣ, ଭୁଲ କାର୍ଯ୍ୟ କରିବେ, କାର୍ଯ୍ୟରେ ଆପଣଙ୍କର ଭାଗ୍ୟ ନିମ୍ନଗାମୀ ରହୁଛି, ଯାହା ପାଇଁ ମାନସିକ ଅସ୍ଥିରତା ଆଡକୁ ଅଗ୍ରଗତି କରିପାରନ୍ତି। ତେବେ ତୁଳା ରାଶି ବ୍ୟକ୍ତି ରାଜନୈତିକ ସାମାଜିକ କ୍ଷେତ୍ରରେ କାର୍ଯ୍ୟ କରୁଥିଲେ ନିଜକୁ ସଂଯମତା ସହକାରେ କାର୍ଯ୍ୟ କରନ୍ତୁ। ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କର ଆଜି ଭାଗ୍ୟ ଗ୍ରହ ନିମ୍ନଗାମୀ ରହୁଛି। ତତ୍ସହିତ ଆଜି ତୁଳା ରାଶି ବ୍ୟକ୍ତି ପ୍ରେମ ସମ୍ବନ୍ଧରେ ଜୀବନ ସାଥୀଙ୍କ ସହିତ ଭିତ୍ତିହୀନ କଥାବାର୍ତ୍ତା କରନ୍ତୁ ନାହିଁ। ଭୁଲ ବୁଝାମଣା ହୋଇପାରେ, ଯାହାକି ଆପଣଙ୍କର ସମ୍ପର୍କ ତ୍ରୁଟିବାର ବା ଯାହାକି ଅନେକ ଦିନ ଭିତରେ ଯାହାକି ନିଜ ଭିତରେ ସମ୍ପର୍କ ଖରାପ ହୋଇପାରେ। ତେଣୁ ଏହା ପ୍ରତି ଧ୍ୟାନ ଦେବାର ଆବଶ୍ୟକତା ରହିଛି। ତେବେ ଆଜି ତୁଳା ରାଶି ବ୍ୟକ୍ତି ପରିବାର ବର୍ଗଙ୍କ ସହିତ ଭଲ ସମ୍ବନ୍ଧ ବା କଟୁ କଥାବାର୍ତ୍ତା କରନ୍ତୁ ନାହିଁ। ଆବଶ୍ୟକ ସ୍ଥଳେ ଚୁପ ରହି ନିଜର କାର୍ଯ୍ୟ କରନ୍ତୁ, ଦେଖିବେ ଆପଣଙ୍କର ପରିବାର ବର୍ଗଙ୍କ ସହିତ ଭଲ ସମ୍ପର୍କ ରହିପାରେ। ତେବେ ଆଜି ନୂତନ ପ୍ରେମ ପାଇଁ ଆଦୌ କଥାବାର୍ତ୍ତା କରନ୍ତୁ ନାହିଁ, ତା ପାଇଁ ଦୂରତା ଅବଲମ୍ବନ କରନ୍ତୁ। ଆଜି ତୁଳା ରାଶି ବ୍ୟକ୍ତିଙ୍କର ଅର୍ଥଜନିତ କାରବାରରେ ଆପଣଙ୍କୁ ଅନେକ ପ୍ରକାର କ୍ଷତି ସାମ୍ନା କରିବାକୁ ପଡିପାରେ। ତେଣୁ ନିଶ୍ଚିତ ବେପାର ବାଣିଜ୍ୟ କରୁଥିଲେ ସାବଧାନ ସହକାରେ ନିଜର ବେପାର ବାଣିଜ୍ୟ କରନ୍ତୁ, ଯାହା ଆପଣଙ୍କ ପାଇଁ ଭଲ ହେବ। ତୁଳା ରାଶି ବ୍ୟକ୍ତିଙ୍କର ଆଜି ତୁଳା ରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ସ୍ୱାସ୍ଥ୍ୟ ପ୍ରତି ନିଶ୍ଚିତ ସଚେତନ ହେବାର ଅତ୍ୟନ୍ତ ଆବଶ୍ୟକତା ରହିଛି, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ତେବେ ଆଜି ତୁଳା ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 1। ଭାଗ୍ୟ ରଙ୍ଗ ଆପଣ ସୁନେଲି ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି 40% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ବିଛା ରାଶି ବ୍ୟକ୍ତିଙ୍କ ବିଷୟରେ। ବିଛା ରାଶି ବ୍ୟକ୍ତି ଆଜି ଦିନଟି ଆପଣଙ୍କର ଯାହାକି ଆଶା ଠାରୁ ଅଧିକ ସଫଳତା ପାଇ ନ ପାରନ୍ତି। ତେଣୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଠାରୁ ନିଜକୁ ଟିକେ ଦୂରତା ଅବଲମ୍ବନ କରନ୍ତୁ। ତେବେ ବିଛା ରାଶି ବ୍ୟକ୍ତି ନିଜର କାର୍ଯ୍ୟ ଗୁଡିକ ଭଲ ପ୍ରଦର୍ଶନ କରିବା ପାଇଁ ଚେଷ୍ଟା କରନ୍ତୁ। ଉପରସ୍ଥ କର୍ମଚାରୀଙ୍କ ଠାରୁ ନିଜର କାର୍ଯ୍ୟ ପରିଚାଳନା କରିବା ପାଇଁ ନିଶ୍ଚିତ ତାଙ୍କର ପରାମର୍ଶ ନିଅନ୍ତୁ, ଦେଖିବେ ଆପଣଙ୍କର ସମସ୍ତ କାର୍ଯ୍ୟ ସଫଳତା ଆଡକୁ ଅଗ୍ରଗତି କରିପାରେ। ତେବେ ବିଛା ରାଶି ବ୍ୟକ୍ତି ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କର ଆଜି ଭାଗ୍ୟ ଗ୍ରହ ନିମ୍ନଗାମୀ ରହୁଛି। ତେଣୁ ଏହା ପ୍ରତି ଧ୍ୟାନ ଦେଇ ନିଜର ପାଠ ପଢା ପ୍ରତି ଏକାଗ୍ରତା ଜାହିର କରନ୍ତୁ। ଆଜି ବିଛା ରାଶି ବ୍ୟକ୍ତି ରାଜନୈତିକ ସାମାଜିକ କ୍ଷେତ୍ରରେ ଭାଗ୍ୟ ଆପଣଙ୍କର ସାଥ ଦେଉନାହିଁ। ଆଜି ବିଛା ରାଶି ବ୍ୟକ୍ତି ପ୍ରେମ ସମ୍ପର୍କରେ ନିଜର ମଧୁର ବାର୍ତ୍ତାଳାପ କରିବା ପାଇଁ ଚେଷ୍ଟା କରନ୍ତୁ। ମନୋରଞ୍ଜନ କାର୍ଯ୍ୟରେ ନିଜକୁ ନିୟୋଜିତ କରନ୍ତୁ। କୌଣସି କଟୁ କଥା ଜୀବନ ସାଥୀ କୁହନ୍ତୁ ନାହିଁ, ଯାହା କଟୁ କଥା କହିଲେ ପରବର୍ତ୍ତୀ ମୁହୂର୍ତ୍ତରେ ଆପଣଙ୍କର ସମ୍ପର୍କ ଖରାପ ହବାର ଚାନ୍ସ ରହୁଛି, ଯାହା ପାଇଁ ବହୁତ ମହଙ୍ଗା ପଡିପାରେ ଆପଣଙ୍କୁ। ତେବେ ବିଛା ରାଶି ବ୍ୟକ୍ତିଙ୍କର ଆଜି ପରିବାର ସମ୍ବନ୍ଧ ନିଜର ଯାହାକି ସମ୍ପର୍କ ଅସ୍ଥିରତା ଆଡକୁ ଅଗ୍ରଗତି କରିପାରେ। ତେଣୁ ଏହା ପ୍ରତି ଧ୍ୟାନ ଦେବାର ଆବଶ୍ୟକତା ରହିଛି। ଆଜି ବିଛା ରାଶି ବ୍ୟକ୍ତିଙ୍କର ଅର୍ଥଜନିତ କାରବାରରେ ଆପଣ ନିଶ୍ଚିତ ପରିଚାଳନା କରିବା ଠାରୁ ଉପହାର ଯୁକ୍ତ ଅର୍ଥାତ୍ ନିଜର ବୟସ୍କ ବ୍ୟକ୍ତି ବା ଉପରସ୍ଥ କର୍ମଚାରୀ କିମ୍ବା ଆପଣ ଗୁରୁଜନଙ୍କ ଠାରୁ ପ୍ରଶଂସା ନେଇ କାର୍ଯ୍ୟ କରନ୍ତୁ, ଯାହା ଆପଣଙ୍କର ବେପାର ବାଣିଜ୍ୟରେ ଲାଭ କରିପାରିବେ। ନହେଲେ ଆପଣ ଆଜି କ୍ଷତି ସାମ୍ନା କରିବାକୁ ପଡିପାରେ। ଆଜି ବିଛା ରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ପୂର୍ବରୁ ଯଦି ସ୍ୱାସ୍ଥ୍ୟ ସମସ୍ୟା ଥିବ ଆଜି ଆଉ ଟିକେ ବଢି ଦେଇପାରେ। ତେଣୁ ଏହା ପ୍ରତି ଧ୍ୟାନ ଦେବାର ଆବଶ୍ୟକତା ରହିଛି ବିଛା ରାଶି ବ୍ୟକ୍ତିଙ୍କର। ଆଜି ବିଛା ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 8। ଭାଗ୍ୟ ରଙ୍ଗ ଆଜି ଧଳା ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି 45% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ଧନୁ ରାଶି ବ୍ୟକ୍ତିଙ୍କ ବିଷୟରେ। ଧନୁ ରାଶି ବ୍ୟକ୍ତି ଆଜି ଆପଣ ନିଶ୍ଚିତ ସଫଳତାର ଶୀର୍ଷରେ ପହଞ୍ଚି ପାରନ୍ତି ନିଜର କାର୍ଯ୍ୟକୌଶଳ
ପରିଦର୍ଶନ କରି କଠିନ ପରିଶ୍ରମ ବଳରେ ସମସ୍ତ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାର କ୍ଷମତା ଆପଣଙ୍କ ପାଖରେ ଦେଖା ଦେଇପାରେ ଧନୁରାଶି ବ୍ୟକ୍ତିଙ୍କର। ଧନୁରାଶି ବ୍ୟକ୍ତି ଆଜି କର୍ମକ୍ଷେତ୍ରରେ ଭଲ ପ୍ରଦର୍ଶନ କରି ପ୍ରଶଂସାର ପାତ୍ର ବନି ଯାଇ ପାରନ୍ତି, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ବିଶେଷ କରି ଚାକିରି କ୍ଷେତ୍ରରେ ଆଜି ଧନୁରାଶି ବ୍ୟକ୍ତି ଯାହାକି ଆପଣଙ୍କର କାର୍ଯ୍ୟ କୌଶଳ ସମସ୍ତଙ୍କୁ ପ୍ରଶଂସା ଯୋଗ୍ୟ ବନି ଯାଇ ପାରନ୍ତି। ଆପଣ ଆଜି ଧନୁରାଶି ବ୍ୟକ୍ତି ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣଙ୍କର କାର୍ଯ୍ୟ କୌଶଳ ସମସ୍ତଙ୍କୁ ଦୃଷ୍ଟି ଆକର୍ଷଣ କରିବା ସହିତ ପ୍ରଶଂସା ଏବଂ ଆପଣଙ୍କର ଦବଦବା ବଢିପାରେ। ଆଜି ଧନୁରାଶି ବ୍ୟକ୍ତିଙ୍କର ଯାହାକି ଆପଣଙ୍କର ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କ ପାଇଁ ଉତ୍ତମ ଯୁଗ ରହିଛି। ଇଣ୍ଟରଭ୍ୟୁ ଏକ୍ଜାମ ଥିଲେ ସେଥିରେ ସଫଳତା ପ୍ରାପ୍ତ କରିପାରନ୍ତି। ତେବେ ଧନୁରାଶି ବ୍ୟକ୍ତି ଆଜି ପ୍ରେମ ଦୁନିଆରେ ଯୋଉମାନେ ଅଛନ୍ତି ନିଶ୍ଚିତ ନିଜର ଜୀବନ ସାଥୀଙ୍କ ସହିତ ଭଲ ବୁଝାମଣା ରଖିବା ପାଇଁ ଚେଷ୍ଟା କରନ୍ତୁ। ତତ୍ସହିତ ଆପଣଙ୍କର ମଧୁର ବାର୍ତ୍ତାଳାପରେ ନିଶ୍ଚିତ ତାଙ୍କର ମନ ଜିଣିବାର ଆଜି ଉତ୍ତମ ଯୁଗ ରହିଛି। ଆଜି ଧନୁରାଶି ବ୍ୟକ୍ତି ନୂତନ ପ୍ରେମ ବାର୍ତ୍ତାଳାପ କରିବା ପାଇଁ ଭାଗ୍ୟ ଆପଣଙ୍କର ସାଥ ଦେଉଛି। ଆଜି ଧନୁରାଶି ବ୍ୟକ୍ତି ଯାହାକି ଆପଣଙ୍କର ପରିବାର ବର୍ଗଙ୍କ ସହିତ ହସ ଖୁସିରେ ଦିନ କଟିବାର ଉତ୍ତମ ଯୁଗ ରହୁଛି। ତେବେ ଧନୁରାଶି ବ୍ୟକ୍ତି ଆଜି ଅର୍ଥଜନିତ କାରବାରରେ ଆପଣ ନିଶ୍ଚିତ ଆଜି ଭଲ ସୁଯୋଗ ରହୁଛି। ଅର୍ଥ ଯେକୌଣସି ଜାଗାରେ ନିବେଶ କରିବା ପାଇଁ ଉତ୍ତମ ଯୁଗ ରହୁଛି, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ତେଣୁ ଉତ୍ତମ ବେପାର ବାଣିଜ୍ୟ କରିବା ପାଇଁ ଶୁଭ ଯୁଗ ପରିସ୍ଥିତି ବନଉଛି। ଆଜି ଧନୁରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ସ୍ୱାସ୍ଥ୍ୟ ଉତ୍ତମ ରହିବ, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ତେବେ ଆଜି ଧନୁରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 6। ଭାଗ୍ୟ ରଙ୍ଗ ଆପଣ ଧଳା ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି 75% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ମକର ରାଶି ବ୍ୟକ୍ତିଙ୍କ ବିଷୟରେ। ମକର ରାଶି ବ୍ୟକ୍ତି ଆଜି ଦିନଟି ଆପଣଙ୍କ ପାଇଁ ନିଶ୍ଚିତ ନିଜର ଲକ୍ଷ୍ୟ ସ୍ଥଳେ ପହଞ୍ଚିବାର ଉତ୍ତମ ଯୁଗ ରହୁଛି। ଆଜି କଠିନ ପରିଶ୍ରମ ବଳରେ ସମସ୍ତ କାର୍ଯ୍ୟ ଆପଣ ସଫଳତା ହାସଲ କରିବାର ଉତ୍ତମ ଯୁଗ ରହୁଛି, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ତେବେ ମକର ରାଶି ବ୍ୟକ୍ତି ଆଜି ପ୍ରତ୍ୟେକ କାର୍ଯ୍ୟରେ ଚ୍ୟାଲେଞ୍ଜ ଆସିପାରେ, ଯାହାକୁ ସାମ୍ନା କରି ଆପଣ ନିଜର ଲକ୍ଷ୍ୟ ସ୍ଥଳେ ପହଞ୍ଚିବାର ପୂର୍ଣ୍ଣ ସୁଯୋଗ ରହୁଛି ମକର ରାଶି ବ୍ୟକ୍ତିଙ୍କର। ଆଜି ମକର ରାଶି ବ୍ୟକ୍ତି ନିଜର କାର୍ଯ୍ୟ ପାଇଁ ଦୂରଯାତ୍ରା ଯଦି କରୁଛନ୍ତି ସେଥିରେ ନିଶ୍ଚିତ ସଫଳତା ହୋଇପାରନ୍ତି। ଆଜି ମକର ରାଶି ବ୍ୟକ୍ତି ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣଙ୍କର ଦକ୍ଷତା ବୃଦ୍ଧି କରିବା ସହିତ ଆଜି ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କର ଭାଗ୍ୟ ଉତ୍ତମ ଯୁଗ ପରିସ୍ଥିତି ବନଉଛି। ଆଜି ମକର ରାଶି ବ୍ୟକ୍ତି ଅର୍ଥଜନିତ କାରବାରରେ ଆପଣ ଅନେକ ପ୍ରକାର ଲାଭ ପାଇବାର ପୂର୍ଣ୍ଣ ଯୁଗ ରହୁଛି, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ତେଣୁ ନିଶ୍ଚିତ ଅର୍ଥଜନିତ ଯେକୌଣସି ନିଷ୍ପତ୍ତି ନେବା ପାଇଁ ଗ୍ରହମାନେ ଆପଣଙ୍କୁ ଉତ୍ତମ ଯୁଗ ରହୁଛି। ତେବେ ଆଜି ମକର ରାଶି ବ୍ୟକ୍ତି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ସ୍ୱାସ୍ଥ୍ୟ ଚିନ୍ତା ବଢି ଯାଇପାରେ, ଯାହା ଆପଣଙ୍କର କିଛି ମୁଣ୍ଡ ବିନ୍ଧା ଜନିତ ସମସ୍ୟା ଯଦି ପୂର୍ବରୁ ଥିବେ ତେବେ ଏହା ପ୍ରତି ଧ୍ୟାନ ଦେବାର ଆବଶ୍ୟକତା ରହିଛି। ତେବେ ମକର ରାଶି ବ୍ୟକ୍ତି ଆଜି ଆପଣଙ୍କର ଯାହାକି ପ୍ରେମ ଦୁନିଆରେ ଯୋଉମାନେ ଅଛନ୍ତି ନିଶ୍ଚିତ ଜୀବନ ସାଥୀଙ୍କ ସହିତ ଭଲ ସମ୍ବନ୍ଧ ରହିବ, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ତେବେ ଆଜି ମକର ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି 4। ଭାଗ୍ୟ ରଙ୍ଗ ଆପଣ ଧୂସର ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି 85% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା କୁମ୍ଭ ରାଶି ବ୍ୟକ୍ତିଙ୍କ ବିଷୟରେ। କୁମ୍ଭ ରାଶି ବ୍ୟକ୍ତି ଆଜି ଦିନଟି ଆପଣଙ୍କର ପ୍ରତ୍ୟେକ କାର୍ଯ୍ୟ ସଫଳତାର ପାଇବାର ପୂର୍ଣ୍ଣ ସୁଯୋଗ ରହୁଛି। ତେବେ କାର୍ଯ୍ୟ ପରିଚାଳନା କ୍ଷେତ୍ରରେ ଆପଣଙ୍କୁ ଯୋଜନା ପ୍ରସ୍ତୁତ କରି କାର୍ଯ୍ୟ କରିଲେ କୌଣସି କାର୍ଯ୍ୟ ଆପଣଙ୍କର ତ୍ରୁଟି ହେବ ନାହିଁ କୁମ୍ଭ ରାଶି ବ୍ୟକ୍ତିଙ୍କର। ଆଜି କୁମ୍ଭ ରାଶି ବ୍ୟକ୍ତି କାର୍ଯ୍ୟରେ ଅନେକ ଚାପ ଆସିପାରେ। ଉତ୍ତମ ଫଳାଫଳ ପାଇଁ ଯୋଜନା ପ୍ରସ୍ତୁତ କରନ୍ତୁ, ଧୈର୍ଯ୍ୟ ସହକାରେ କାର୍ଯ୍ୟ କରନ୍ତୁ। କୌଣସି କଠିନ ପରିଶ୍ରମ କାର୍ଯ୍ୟ ଆପଣଙ୍କୁ ନିଶ୍ଚିତ ଅତି କମ ସମୟରେ ପୂର୍ଣ୍ଣ ହେବ, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ଆଜି କୁମ୍ଭ ରାଶି ବ୍ୟକ୍ତି ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କର ଭାଗ୍ୟ ଉତ୍ତମ ଯୁଗ ବନେଇ ପାରେ। ରାଜନୈତିକ ଏବଂ ସାମାଜିକ କ୍ଷେତ୍ରରେ କାର୍ଯ୍ୟ କିଛି ମାତ୍ରାରେ ଆଗକୁ ବଢିବ ଏବଂ ପ୍ରତିଷ୍ଠା ବଢିବାର ପୂର୍ଣ୍ଣ ସୁଯୋଗ ରହୁଛି, ଯାହା କୁମ୍ଭ ରାଶି ବ୍ୟକ୍ତିଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ତେବେ କୁମ୍ଭ ରାଶି ବ୍ୟକ୍ତି ଆଜି ପ୍ରେମ ଦୁନିଆରେ ଯୋଉମାନେ ଜଡିତ ଅଛନ୍ତି ନିଶ୍ଚିତ ନିଜର ଜୀବନ ସାଥୀଙ୍କ ସହିତ ଭଲ ସମ୍ବନ୍ଧ ରଖନ୍ତୁ।
ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ତେବେ ପରିବାର ସମ୍ବନ୍ଧ ସହିତ କିଛି ଭୁଲ ବୁଝାମଣା ହୋଇପାରେ, ତେଣୁ ଏହା ପ୍ରତି ଧ୍ୟାନ ଦେବାର ଆବଶ୍ୟକତା ରହିଛି କୁମ୍ଭ ରାଶି ବ୍ୟକ୍ତିଙ୍କର। ଆଜି କୁମ୍ଭ ରାଶି ବ୍ୟକ୍ତି ଅର୍ଥଜନିତ କାରବାରରେ ନିଶ୍ଚିତ ଧ୍ୟାନ ପୂର୍ବକ ବେପାର ବାଣିଜ୍ୟ କରନ୍ତୁ। ଅନାବଶ୍ୟକ ଖର୍ଚ୍ଚ ଠାରୁ ନିଜକୁ ଦୂରତା ଅବଲମ୍ବନ କରନ୍ତୁ, ଯାହା ଆପଣଙ୍କ ପାଇଁ ଭଲ ହେବେ। ତେବେ ଆଜି କୁମ୍ଭ ରାଶି ବ୍ୟକ୍ତି ଆପଣଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣ ସମ୍ପୂର୍ଣ୍ଣ ସୁସ୍ଥ ରହିପାରନ୍ତି। ପୂର୍ବରୁ ଯଦି କିଛି ସ୍ୱାସ୍ଥ୍ୟ ସମସ୍ୟା ଥିବ ତାହା ମଧ୍ୟ ଆଜି ନିଶ୍ଚିତ ଆପଣଙ୍କର ସ୍ୱାସ୍ଥ୍ୟ ସମସ୍ୟା ଦୂରୀଭୂତ ହବାର ଅନେକ ଚାନ୍ସ ରହୁଛି। ଆଜି କୁମ୍ଭ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 2। ଭାଗ୍ୟ ରଙ୍ଗ ଆପଣ ନୀଳ ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି 70% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ମୀନ ରାଶି ବ୍ୟକ୍ତିଙ୍କ ବିଷୟରେ। ମୀନ ରାଶି ବ୍ୟକ୍ତି ଆଜି ପ୍ରତ୍ୟେକ କାର୍ଯ୍ୟ ଆପଣଙ୍କୁ ଆତ୍ମବିଶ୍ୱାସ ସହକାରେ କାର୍ଯ୍ୟ କରିବାକୁ ପଡିବ। ଆପଣଙ୍କର ଭାଗ୍ୟ ଆଜି ଆପଣଙ୍କର ସାଥ ନାହିଁ, ତେଣୁ ଅନାବଶ୍ୟକ କାର୍ଯ୍ୟ ବା ଅନାବଶ୍ୟକ କଥାବାର୍ତ୍ତା ଠାରୁ ନିଜକୁ ସଂଯମତା ନିହାତି ଆବଶ୍ୟକତା ରହିଛି ମୀନ ରାଶି ବ୍ୟକ୍ତିଙ୍କର। ଆଜି ମୀନ ରାଶି ବ୍ୟକ୍ତି ଆପଣଙ୍କର ଯାହାକି ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣଙ୍କର ଭାଗ୍ୟ ଗ୍ରହ ନିମ୍ନଗାମୀ ରହୁଛି। ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନେ ନିଜର ପାଠ ପଢା ପ୍ରତି ଅବହେଳା କରିପାରନ୍ତି, ତେଣୁ ଏହା ପ୍ରତି ସଚେତନ ରହିବାର ଆବଶ୍ୟକତା ରହିଛି। ଆଜି ମୀନ ରାଶି ବ୍ୟକ୍ତି ବୃତ୍ତିଗତ କାର୍ଯ୍ୟରେ ଆପଣ ସକାରାତ୍ମକ ଭାବନା ରଖି କାର୍ଯ୍ୟ କରନ୍ତୁ। ପ୍ରେମ ଦୁନିଆରେ ଯୋଉମାନେ ଜଡିତ ଅଛନ୍ତି ମଧୁର ସମ୍ପର୍କ ରଖିବା ପାଇଁ ଚେଷ୍ଟା କରନ୍ତୁ। ଆବଶ୍ୟକ ସ୍ଥଳେ ଚୁପ୍ ରୁହନ୍ତୁ, ଆପଣଙ୍କର ପ୍ରେମ ସମ୍ପର୍କ ସ୍ଥିରତା ରହିବ। ପରିବାର ବର୍ଗଙ୍କ ସହିତ ଆଜି ହସ ଖୁସିରେ ଦିନ କଟିବାର ସୁଯୋଗ ଦେଇପାରେ। ବେପାର ବାଣିଜ୍ୟରେ ଆପଣ ଆଶା ଅନୁଯାୟୀ ସଫଳତା ପାଇ ନ ପାରନ୍ତି, ତେଣୁ ଧ୍ୟାନ ପୂର୍ବକ ବେପାର ବାଣିଜ୍ୟ କରନ୍ତୁ, ଯାହା ଆପଣଙ୍କ ପାଇଁ ଭଲ ହେବ। ଆଜି ଯାହାକି ମୀନ ରାଶି ବ୍ୟକ୍ତିଙ୍କର ଆପଣଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ସ୍ୱାସ୍ଥ୍ୟ ଜନିତ ପୂର୍ବରୁ ଯଦି ସମସ୍ୟା ଥିବ ଆଜି ମଧ୍ୟ ଆହୁରି ବଢି ଯାଇପାରେ, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ଆଜି ମୀନ ରାଶି ବ୍ୟକ୍ତିଙ୍କର ଯଦି ଦୂରଯାତ୍ରା କିଛି କାର୍ଯ୍ୟ ପାଇଁ ଯାଉଛନ୍ତି ତାହା ଆଶା ଅନୁଯାୟୀ ସଫଳତା ପାଇ ନ ପାରନ୍ତି, ବରଂ ଆପଣଙ୍କର ବିଫଳତା ସାମ୍ନା କରିପାରନ୍ତି। ଆଜି ମୀନ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି 9। ଭାଗ୍ୟ ରଙ୍ଗ ଆପଣ ହଳଦିଆ ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି 40% ସାଥ ଦଉଛନ୍ତି। ଓಂ ବିଷ୍ଣବେ ନମଃ। ନମସ୍କାର।